ଲୋକସଭାରେ ଅନଲାଇନ୍ ଗେମିଂ ବିଲ୍ ଆଗତ। ନିୟମ ନ ମାନିଲେ ହୋଇପାରେ 3 ବର୍ଷ ଜେଲ୍। ତେବେ କ'ଣ ରହିଛି ଏନେଇ ସମ୍ପୂର୍ଣ୍ଣ ଅପଡେଟ୍ଟି ଚାଲନ୍ତୁ ଦେଖିବା। ଅନଲାଇନ୍ ଗେମିଂ ଓ ଜୁଆ ଉପରେ ଲାଗିବ ବ୍ରେକ୍। ସାଂସଦ କେନ୍ଦ୍ର ସରକାର ଲାଗତ କରିଛନ୍ତି ଅନଲାଇନ୍ ଗେମିଂ ବିଲ୍ 2025। ଗତକାଲି ଏହି ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି। ଅନଲାଇନ୍ ଜୁଆ ଉପରେ କଟକଣା ଲଗାଇବା ପାଇଁ ଆସିବ ଏହି ବିଲ୍। ଇଲେକ୍ଟ୍ରୋନିକ୍ସ ଓ ଇନଫରମେସନ୍ ମିନିଷ୍ଟ୍ରି ପକ୍ଷରୁ ଏହି ବିଲ୍ ଲାଗତ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଲ୍ ଉପସ୍ଥାପିତ କରିଛନ୍ତି। ବ୍ୟାଟିଂ ସହିତ ଜଡ଼ିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବା ବିଲ୍ର ଲକ୍ଷ୍ୟ ରହିଛି। ମୁଖ୍ୟତଃ ଅନଲାଇନ୍ ଜୁଆକୁ ରୋକିବା ଦିଗରେ ଏହି ବିଲ୍ରେ ପ୍ରାବଧାନ ଥିବା କୁହାଯାଇଛି। ରିଏଲ୍ ମନି ଗେମିଂ ଆପ୍ ଉପରେ ଏହି ବିଲ୍ ଅଙ୍କୁଶ ଲଗାଇବ। କେବଳ ଏତିକି ନୁହେଁ, ପ୍ରଚାର ପ୍ରସାର ଉପରେ ବି ରୋକ ଲଗାଇବା ପାଇଁ ବିଲ୍ ଆଣିଛନ୍ତି କେନ୍ଦ୍ର ସରକାର। ଆଜି ସଂସଦରେ ପ୍ରମିଶନ୍ ଆଣ୍ଡ ରେଗୁଲେସନ୍ ଅଫ୍ ଅନଲାଇନ୍ ଗେମିଂ ବିଲ୍ 2025 ଉପସ୍ଥାପନ ହୋଇପାରେ। ଏହି ବିଲ୍ ସମସ୍ତ ଟଙ୍କା ଭିତ୍ତିକ ଅନଲାଇନ୍ ଗେମ୍କୁ ବେଆଇନ ଘୋଷଣା କରିବ। ଏପରି ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନ ଗୁଡ଼ିକ ନିଷିଦ୍ଧ କରିବ। ନିୟମ ନ ମାନିଲେ 3 ବର୍ଷ ଜେଲ୍ ଏବଂ ଜରିମାନା ହୋଇପାରେ। ତେବେ ଏହି ବିଲ୍ରେ କ'ଣ ରହିଛି? ଡ୍ରାଫ୍ଟ ବିଲ୍ ଅନୁଯାୟୀ ଆଇନ ଉଲ୍ଲଂଘନ କରି ଅନଲାଇନ୍ ମନି ଗେମ୍ ସେବା ପ୍ରଦାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା 1 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଏପରି ସେବା ବିଜ୍ଞାପନ କରୁଥିବା ବ୍ୟକ୍ତିମାନଙ୍କୁ 2 ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ମନି ଗେମ୍ ପାଇଁ କାରବାର ସୁବିଧା ପ୍ରଦାନ କରୁଥିବା ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା 1 କୋଟି ଟଙ୍କା ଜରିମାନା ସହିତ ଦଣ୍ଡ ପାଇଁ ଦାୟୀ ରହିବେ। ତ ଫ୍ରେଣ୍ଡସ୍, ଇଏ ହୋଇଥିଲା ଆପଣମାନଙ୍କ ପାଇଁ କିଛି ଅପଡେଟ୍। ଯଦି ଆପଣମାନଙ୍କୁ ଅପଡେଟ୍ଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଆପଣଙ୍କ ସାଙ୍ଗମାନଙ୍କ ଭିତରେ ଜଣାନ୍ତୁ। ଧନ୍ୟବାଦ।